ଜୟ ଗୁରୁ। ବନ୍ଧୁଗଣ, ଶ୍ରୀ ଶ୍ରୀ ଠାକୁରଙ୍କ ଅମୀୟ ଆଶୀର୍ବାଦ ପଥେର କଡ଼ିର ପ୍ରତ୍ୟେକ ଆଶୀର୍ବାଣୀଟି ଭଲ ଭାବେ ବୁଝିବା ଆସନ୍ତୁ। ଆଜିର ବାଣୀ ସଂଖ୍ୟା 11। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଇଷ୍ଟ ପ୍ରାଣତା ପରାକ୍ରମକୁ ଯେଉଁଠି ଉଦ୍ବୁଦ୍ଧ କରି ତୋଳେ ନା, ସେବା ଯେଉଁଠି ଇଷ୍ଟଙ୍କ ସହିତ ଯୁକ୍ତ କରାଇ ସମୃଦ୍ଧିକୁ ସ୍ୱତଃ କରି ତୋଳେ ନା, ଯେ ସମୃଦ୍ଧିରେ ସାହସ, ସାମର୍ଥ୍ୟ ଓ ଶକ୍ତିର ଅଭିବ୍ୟକ୍ତି ନାହିଁ, ପୁଣି ଯେ ଶକ୍ତି ଶାସନ ଓ ସମ୍ବର୍ଦ୍ଧନରେ ଅପଟୁ ଓ ଅକ୍ଷମ, ଉକ୍ତ ଇଷ୍ଟ ପ୍ରାଣତା ସେବା, ସମୃଦ୍ଧି ଓ ଶକ୍ତି ସୁନ୍ଦର ଓ ସ୍ୱସ୍ଥ ହେଲେ ବି କିଛି ନା କିଛି କ୍ଳୀବତ ଦୁଷ୍ଟ। ଏହା ନିଶ୍ଚୟ ଅନୁସନ୍ଧାନ କର, ପରିହାର କର, ପାରଗତାରେ ସମାସୀନ ହୁଅ। ଏହି ଆଶ୍ରୀବାଣୀଟିର ମୂଳ ଅର୍ଥ ହେଉଛି ଇଷ୍ଟ ପ୍ରାଣତା, ଯାହାକୁ ଆମେ କହିପାରିବା ଇଷ୍ଟଙ୍କ ପ୍ରତି ଭଲ ପାଇବା ଓ ନିଷ୍ଠା। ଯଦି ମଣିଷ ମଧ୍ୟରେ ସାହସ, ପରାକ୍ରମ, ସେବା, ଶକ୍ତି ଓ ସମୃଦ୍ଧି ଜନ୍ମାଉ ନାହିଁ, ତେବେ ସେ ଭକ୍ତି ଅସମ୍ପୂର୍ଣ୍ଣ ଅଟେ। ଆସନ୍ତୁ ଗୋଟିଏ କାହାଣୀ ମାଧ୍ୟମରେ ବୁଝିବା। ଗୋଟିଏ ସୁନ୍ଦର ଗାଁ ଥିଲା। ସେ ଗାଁର ନାମ ଥିଲା ସତ୍ୟପୁର। ଗାଁଟି ଛୋଟ ଥିଲେ ମଧ୍ୟ ସେଠାରେ ଲୋକମାନେ ଭକ୍ତି, ସହାନୁଭୂତିଶୀଳ ଓ ସରଳ ଥିଲେ। ସେମାନେ ପ୍ରତିଦିନ ମନ୍ଦିରକୁ ଯାଉଥିଲେ, ପୂଜା ଆରାଧନା କରୁଥିଲେ ଓ ଭଗବାନଙ୍କ ନାମ ନେଉଥିଲେ। ସେଇ ଗାଁରେ ରଘୁନାଥ ନାମରେ ଗୋଟିଏ ଯୁବକ ବି ଥିଲା। ସେ ବହୁତ ବଡ଼ ଭକ୍ତ ଥିଲା। ପ୍ରତିଦିନ ସକାଳେ ମନ୍ଦିରକୁ ଯାଇ ସେ ପୂଜା କରୁଥିଲା, ଜପ କରୁଥିଲା, ଭଗବାନଙ୍କର ନାମ ଗାଉଥିଲା। ଗାଁର ଲୋକମାନେ ତାକୁ ଦେଖି କହୁଥିଲେ, ରଘୁନାଥ ଭଳି ବଡ଼ ଭକ୍ତ ଏ ସଂସାରରେ କେହି ନାହିଁ। କିନ୍ତୁ ଗୋଟିଏ ସମସ୍ୟା ଥିଲା। ରଘୁନାଥ ପୂଜା ଆରାଧନା ମାତ୍ର କରୁଥିଲା ସତ, କିନ୍ତୁ କାହାର କିଛି ସେବା ସହାୟତା କରୁନଥିଲା। ଗାଁରେ କେହି ଦୁଃଖରେ ପଡ଼ିଥିଲେ, କେହି ଅସୁସ୍ଥ ଥିଲେ କିମ୍ବା କାହାର ଘର ଭାଙ୍ଗି ଯାଉଥିଲେ, ସେ କେବେ ଯାଇ ତାଙ୍କ ପାଖରେ ଠିଆ ହେଉନଥିଲା କି କିଛି ବି ସାହାଯ୍ୟ କରୁନଥିଲା। ସେ ଭାବୁଥିଲା, ମୁଁ ଭଗବାନଙ୍କ ନାମ ନେଉଛି ମାନେ ଆଉ ମୋର କିଛି ଦରକାର ନାହିଁ। ଦିନ ରାତି ତାଙ୍କରି ପାଖରେ ମନ ଥିଲେ ସବୁ ହିଁ ହେଲା। ଏମିତି କିଛି ଦିନ ଚାଲିଗଲା। ଗୋଟେ ଦିନ ସେଇ ଗାଁକୁ ଗୋଟିଏ ସନ୍ଥ ମହାତ୍ମା ଆସିଲେ। ସେ ଗାଁରେ କିଛି ଦିନ ରହିଲେ। ଲୋକମାନେ ସବୁଦିନେ ତାଙ୍କ ପାଖକୁ ଯାଇ ଠାକୁରଙ୍କ ଉପଦେଶ ଶୁଣୁଥିଲେ। ରଘୁନାଥ ମଧ୍ୟ ପ୍ରତିଦିନ ତାଙ୍କ ପାଖକୁ ଯାଉଥିଲା। ଗୋଟେ ଦିନ ସନ୍ଥ ପଚାରିଲେ, ଏହି ଗାଁରେ ସବୁଠାରୁ ବଡ଼ ଭକ୍ତ କିଏ ବୋଲି ଭାବୁଛ? ଲୋକମାନେ ସମସ୍ତେ କହିଲେ, ରଘୁନାଥ ଆଜ୍ଞା। ତାଠାରୁ ବଳି ଆଉ ବଡ଼ ଭକ୍ତ ଏ ସଂସାରରେ କିଏ ଅଛି ଆମେ ଭାବୁନୁ। ସନ୍ଥ ହସିଲେ ଆଉ ରଘୁନାଥଙ୍କୁ ପଚାରିଲେ, ତୁମେ ଭଗବାନଙ୍କୁ କେତେ ଭଲ ପାଅ? ରଘୁନାଥ ଟିକେ ଗର୍ବରେ କହିଲା, ଆଜ୍ଞା, ମୁଁ ଦିନକୁ 4 ଘଣ୍ଟା ଜପ କରେ। ମୁଁ ବହୁତ ଭଗବାନଙ୍କର ସେବା କରେ ତ ସେଥିପାଇଁ ଲୋକେ ମୋତେ ଭକ୍ତ କହୁଛନ୍ତି। ସନ୍ଥ ଶାନ୍ତ ଭାବରେ ପଚାରିଲେ, ଗାଁରେ ଯେ ବୁଢ଼ା ମଣିଷ ଅସୁସ୍ଥ ଅଛନ୍ତି, ଗରିବ ଗୁରୁବା ଅଛନ୍ତି, ତାଙ୍କୁ କେବେ ଦେଖିବାକୁ ଯାଇଛ କି? ରଘୁନାଥ ଚୁପ୍ ରହିଲା। ଯେ ଗରିବ ପରିବାରର ଘର ଭାଙ୍ଗି ଯାଇଛି, ଯିଏ ଭୋକ ବିକଳରେ ଡହଳ ବିକଳ ହେଉଛନ୍ତି, ସେମାନଙ୍କୁ କେବେ ସହାୟତା କରିଛ କି? ରଘୁନାଥ ମୁଣ୍ଡ ନୁଆଁଇ ଚୁପ୍ ରହିଲେ। ତାପରେ ସନ୍ଥ ସମସ୍ତଙ୍କୁ କହିଲେ, ଶୁଣ, ଠାକୁରଙ୍କ ଭାବବାଣୀ କହେ, ଇଷ୍ଟ ପ୍ରାଣତା ମାନେ କେବଳ ଭଗବାନଙ୍କ ନାମ ନେବା ନୁହେଁ କି ତାଙ୍କର ଦିନରାତି ସେବା କରିବା ନୁହେଁ। ଯଦି ଭଗବାନଙ୍କ ପ୍ରତି ତୁମର ଭଲ ପାଇବା ହିଁ
ତୁମକୁ ସାହସୀ, ଶକ୍ତିଶାଳୀ ଓ ସେବାପରାୟଣ କରି ତୋଳୁ ନାହିଁ, ତେବେ ସେ ଭକ୍ତି ସଦା ଅସମ୍ପୂର୍ଣ୍ଣ। ସେ ଆହୁରି କହିଲେ, ଭଗବାନଙ୍କୁ ଭଲ ପାଉଥିବା ମଣିଷ ଅନ୍ୟ ମଣିଷକୁ ମଧ୍ୟ ଭଲ ପାଏ। ସେ ଦୁର୍ବଳଙ୍କୁ ସହାୟତା କରେ, ଅନ୍ୟାୟକୁ ବିରୋଧ କରେ ଓ ସମାଜକୁ ଭଲ କରିବା ପାଇଁ କାମ କରେ। ଏହା କହି ସାଧୁ ସେଇଠୁ ଚାଲିଗଲେ। କିଛି ଦିନ ପରେ ଗାଁରେ ଗୋଟିଏ ବଡ଼ ସମସ୍ୟା ଦେଖାଦେଲା। ଭୟଙ୍କର ବର୍ଷା ଆରମ୍ଭ ହେଲା। ନଦୀ ନାଳରେ ପାଣି ଭରିଯାଇ ଗାଁରେ ବନ୍ୟା ସୃଷ୍ଟି ହେଲା। ପାଣିର ସୁଅରେ କିଛି ମାଟି ଘର ବି ଭାଙ୍ଗି ପଡ଼ିଲା। ଲୋକମାନେ ବହୁତ ଦୁଃଖ କଷ୍ଟରେ ଜୀବନ କାଟିବାକୁ ଲାଗିଲେ। ସେଇ ଗାଁର କିଛି ଯୁବକ ମିଶି ଲୋକମାନଙ୍କୁ ସହାୟତାର ହାତ ବଢ଼ାଇ ତାଙ୍କୁ ସାହାଯ୍ୟ କଲେ। କେହି ଖାଦ୍ୟ ଦେଉଥିଲେ, କେହି ଘର ମରାମତି କରୁଥିଲେ, କେହି ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରାଇବା ପାଇଁ ଡାକ୍ତରଖାନା ନେଇଯାଉଥିଲେ। ରଘୁନାଥ ସେତେବେଳେ ମନ୍ଦିରରେ ବସି ନାମ ଜପ କରୁଥିଲା। ସନ୍ଥ ଆସି ତାକୁ କହିଲେ, ରଘୁନାଥ, ଆଜି ତୁମର ଭକ୍ତିର ପରୀକ୍ଷା। ତୁମେ କ'ଣ କରୁଛ? ରଘୁନାଥ ସବୁ ବୁଝିପାରିଲା। ଭଗବାନ ନିଜେ ନ ଆସି କାହାରି ମାଧ୍ୟମରେ ସଦ୍ବୁଦ୍ଧି ହିଁ ଦିଅନ୍ତି। ମୁଁ ଯଦି ସତରେ ଭଗବାନଙ୍କୁ ଭଲ ପାଉଥାଏ, ତେବେ ତାଙ୍କ କୃପାରୁ ଲୋକଙ୍କୁ ବି ସହାୟତା ନିଶ୍ଚିନ୍ତ କରିବି। ସେ ତୁରନ୍ତ ସେଇଠୁ ଉଠିଲା। ସେ ଅନ୍ୟ ଯୁବକମାନଙ୍କ ସହ ମିଶି ସେବା କାମ ଆରମ୍ଭ କରିଲା। ସେ ମଧ୍ୟ ଗରିବମାନଙ୍କୁ ଖାଦ୍ୟ ବଣ୍ଟନ କଲା, ଭଙ୍ଗା ଯାଇଥିବା ଘରଗୁଡ଼ିକୁ ମରାମତି କରିବାରେ ସାହାଯ୍ୟ କଲା, ଅସୁସ୍ଥ ଲୋକମାନଙ୍କୁ ମଧ୍ୟ ଡାକ୍ତରଖାନା ନେବା ପାଇଁ ସାହାଯ୍ୟ କଲା। ଗାଁର ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ରଘୁନାଥ ପ୍ରଥମ ଥର ପାଇଁ ସେବା ଓ ପରାକ୍ରମଶୀଳ ହୋଇ ଉଠିଛି। କିଛି ଦିନ ପରେ ସେହି ସନ୍ଥ ଗାଁ ଛାଡ଼ିବାକୁ ଯାଉଥିଲେ। ସେ ସମସ୍ତଙ୍କୁ ଡାକି କହିଲେ, ମନେ ରଖ, ସତ୍ୟ ଭକ୍ତି ମାନେ କେବଳ ପୂଜା ଆରାଧନା ନୁହେଁ। ସତ୍ୟ ଭକ୍ତି ମାନେ ସେବା, ସାହସ, ଶକ୍ତି ଓ ମଣିଷର ଉନ୍ନତି। ସେ କହିଲେ, ଯେ ଭକ୍ତି ମଣିଷକୁ ଦୁର୍ବଳ କରେ, ସେ ଭକ୍ତି ଠିକ୍ ନୁହେଁ। ସତ୍ୟ ଭକ୍ତି ସଦା ମଣିଷକୁ ଶକ୍ତିଶାଳୀ, ସାହସୀ ଓ କାର୍ଯ୍ୟଶୀଳ କରି ତୋଳେ। ଠାକୁରଙ୍କର ଭାବବାଣୀର ଅର୍ଥ ହେଉଛି ଇଷ୍ଟପ୍ରାଣତା ବା ଇଷ୍ଟଙ୍କ ପ୍ରତି ଭଲ ପାଇବା। ମଣିଷଙ୍କ ମଧ୍ୟରେ ଏହି ଗୁଣ ଆଣିବା ଉଚିତ। ପରାକ୍ରମ ମାନେ ସାହସ ଓ ଦୃଢ଼ତା। ସେବା ମାନେ ଅନ୍ୟକୁ ସହାୟତା କରିବା। ସମୃଦ୍ଧି ମାନେ ଉନ୍ନତି ଓ ଶକ୍ତି ଜାଗରଣ କରାଇବା। ଶାସନ ଓ ଶୃଙ୍ଖଳା ମାନେ ଜୀବନକୁ ସଠିକ୍ ଭାବରେ ସଠିକ୍ ଦିଗରେ ନେଇ ଚଲାଇବା। ଯଦି ଏହି ଗୁଣ ନଥାଏ, ତେବେ ଭକ୍ତି ଅସମ୍ପୂର୍ଣ୍ଣ ରହିଯାଏ। କେବଳ ଭଗବାନଙ୍କ ନାମ ନେଲେ ହେବ ନାହିଁ, ଯଥାସାଧ୍ୟ ମଣିଷଙ୍କ ସେବା କରିବା ବି ଦରକାର। ସାହସୀ ଓ କାର୍ଯ୍ୟଶୀଳ ହେବା ଦରକାର। ସମାଜର ଉନ୍ନତି ପାଇଁ କାମ କରିବା ଦରକାର। ତେବେ ହିଁ ଇଷ୍ଟପ୍ରାଣତା ସଠିକ୍ ହୁଏ।